ଜଗନ୍ନାଥ ସାଙ୍ଗମାନେ ଏବେ ଗୋଟେ ରିସେଣ୍ଟ ପୂରା ଭାରତବର୍ଷରେ ଗୋଟେ ମେଟର ଘଟଣା ଘଟିଛି ଯାହାକି ପୁରା ନ୍ୟୁଜ୍ରେ ପୁରା ଭାରତବର୍ଷରେ ଚହଳ ସୃଷ୍ଟି କରିଛି। ଲୋକମାନେ ବହୁତ ଭୟଭୀତ ଅଛନ୍ତି। ଆପଣମାନେ ଜାଣିଥିବେ ଦିଲ୍ଲୀରେ ୟୁପିରେ ଉତ୍ତରପ୍ରଦେଶରେ ଗୋଟେ ମେଟର ଘଟିଛି ଯେଉଁଟାକି ଗୋଟେ ଫ୍ୟାମିଲିରେ ପରିବାରରେ ବିଶୃଙ୍ଖଳା ସୃଷ୍ଟି ହେଇଛି, ଯାହାକି ଗୋଟେ ପୁଅ ଆଉ ଗୋଟେ ଝିଅ ମିଶି ତା ହଜବେଣ୍ଡକୁ ମାରିକିରି ଡ୍ରମ୍ରେ ପୁରେଇ ମାନେ ସିମେଣ୍ଟରେ, ଯେଉଁଟାକି ଆପଣମାନେ ଜାଣିଛନ୍ତି ସେ ବିଷୟରେ କହିବାକୁ ମୁଁ ଚାହୁଁନି, ତ ତାକୁ ମାରିଦେଇ ଯାହା କରି ତା ସହିତ ଯାହା ହେଇଛି ସେଇଟା ତ ବହୁତ ଦୁଃଖର କଥା। ହେଲେ ଆକ୍ଚୁଆଲି ସେଇଟା ଘଟିବା କଥା ନୁହଁ। ଲୋକମାନେ ଏଥିରେ କ'ଣ କରୁଛନ୍ତି, ଲୋକମାନେ ଏଥିରେ ଝିଅକୁ ବହୁତ ଗାଳି ଗୁଲଜ କରୁଛନ୍ତି, ସେ ପୁଅକୁ ବି ବହୁତ ଗାଳି ଗୁଲଜ କରୁଛନ୍ତି କି ସେ ପିଲା ଖରାପ, ସେ ପିଲା ଡ୍ରଗ୍ସ ନେଉଛି, ଦେଖିବା ପାଇଁ ଭଲ ନୁହଁ, ସେ ଝିଅ ଏମିତି କ'ଣ ଦେଖିଲା ତାଠାରୁ, ଇତ୍ୟାଦି ଇତ୍ୟାଦି ବହୁତ କଥା। ହେଲେ ଗୋଟେ ଜିନିଷ ଏଥିରେ ଆପଣମାନେ ଭୁଲି ଯାଉଛନ୍ତି, ଗୋଟେ ଝିଅ କ'ଣ ଚାହିଁଲା ଏଥିରୁ। ତା ହଜବେଣ୍ଡ ପାଖରେ ଯାହାକୁ ସେ ମାରିଦେଲା ତା ପାଖରେ ଟଙ୍କା ଥିଲା, ଲାଖେ ଲାଖେ ଟଙ୍କା ଥିଲା, ଆଉ ପଇସାରେ ତ କମି ନଥିଲା, ଘର ଥିଲା, ବହୁତ ସାରା ଭଲ ପାଇବା ଥିଲା, ସେ ବି ଲୟାଲ ଲଭ୍ ମାନେ ଅରିଜିନାଲ ଭଲ ପାଇବା ଥିଲା, କୌଣସି ଅସୁବିଧା ନଥିଲା। ତଥାପି ସେ ଗୋଟେ ଏମିତି ପୁଅ ସାଙ୍ଗରେ ମିଶିକି ତା ସହିତ ଆଫେୟାର ରଖିକି ସମ୍ପର୍କ ରଖିକି ତାକୁ ମାରିଦେଲା। ତ ତା ଭିତରୁ କ'ଣ ବୁଝାଗଲା? ଏତିକି ବୁଝାଗଲା ଭଲ ପାଇବାରେ, ସମ୍ପର୍କରେ, ପରିବାରରେ ସମୟ ଦେବା ନିହାତି ଜରୁରୀ। ତମେ ଟଙ୍କା ପଇସାରେ ସବୁ କିଛି କିଣିପାରିବ, ହେଲେ ସମ୍ପର୍କ, ଭଲ ପାଇବା, ପ୍ରେମକୁ କିଣିପାରିବନି। ସେଥିପାଇଁ ସମୟ ଦେବା ପରିବାରକୁ ନିହାତି ଜରୁରୀ। ତମ ୱାଇଫ୍ ହଉ, ତମ ଗର୍ଲଫ୍ରେଣ୍ଡ ହଉ, ଯିଏ ବି ହଉ, ସମ୍ପର୍କ ରଖିଛ ମାନେ ତାକୁ ସମୟ ଦେବା ନିହାତି ଜରୁରୀ। ଯଦି ସମୟ ନ ଦେବ ସେ ତମର ହେଇ କେବେ ରହିବନି, ତମର ହେଇ କେବେ ରହିବନି। ଏଇପାରେ ଡିଷ୍ଟର୍ବାନ୍ସ ଶୁରୁ ହେବ, ଅସୁବିଧା ହେବ। ଗୋଟେ ତରଫରୁ ଦେଖିବାକୁ ଗଲେ ସେ ବହୁତ ବଡ଼ ଭୁଲ ବି କରିଛି, ଗୋଟେ ତରଫରୁ ଦେଖିବାକୁ ଗଲେ ସେ ବହୁତ ମାନେ ତା ଭଲ ପାଇବା ପାଇଁ ସେ କିଛି କରିଛି। ହେଲା, ଜିନିଷ ହେଉଛି ଏଇଆ, ପ୍ରେମ କେବଳ ଧନ ଦେଖେନି, ମନ ଦେଖେନି, ଚେହେରା ଦେଖେନି, ଯେଉଁଟାକି ଏବେ ପ୍ରମାଣ ହେଇଗଲା। ପ୍ରେମ ବନ୍ଧନ ସମ୍ପର୍କ ସେଇଟା ଗୋଟେ ଅନ୍ୟ ମ୍ୟାଟର। ହେଲେ ସବୁ ଝିଅ ପିଲା ସମସ୍ତଙ୍କ ଚିନ୍ତାଧାରା ବହୁତ ଅଲଗା। ସେଥିପାଇଁ ମୁଁ ସମସ୍ତଙ୍କୁ ଏତିକି ରିକ୍ୱେଷ୍ଟ କରିବି, ମୋ ଫ୍ରେଣ୍ଡ ମାନେ ଯେଉଁମାନେ ମୋ ଭିଡ଼ିଓ ଦେଖୁଛନ୍ତି, ମୁଁ ତାଙ୍କୁ ଏତିକି କହିବି କି ଆପଣମାନେ ନା କେଉଁ ଝିଅ ଚକ୍କରରେ ପଡ଼ନ୍ତୁ, ନା କେଉଁଠି ଭଲ ପାଇବା ପାଇଁ ଚିନ୍ତା କରନ୍ତୁ। ଯଦି ବି ଇନ୍ କେସ୍ ହେଇଯାଉଛି ଲଭ୍, ତ ସେଠୁ ଆପଣମାନେ ସାଇଟ୍ ହେଇଯାଆନ୍ତୁ। ତମ ପାଇଁ ଭଲ, ତମ ପରିବାର ପାଇଁ ଭଲ, ତମ ଲାଇଫ୍ ପାଇଁ ଭଲ। ଏତିକି କହିବି, ବିଶେଷ କିଛି ବଡ଼ କଥା କହିବିନି। ଲଭ୍ ଗୋଟେ ସୁନ୍ଦର ଜିନିଷ, ହେଲେ ତାକୁ ଏ ଲୋକମାନେ ଏମିତି ଏକ ଖେଳନା, ଏମିତି ଏକ ଜରିଆ ଭାବି ନେଇଛନ୍ତି, ତାର କୌଣସି ସୀମା ନାହିଁ। ପଇସା କମେଇବାର ଜରିଆ। ବିବାହ କଲେ ଗୋଟେ ହାଇ ଫାଇ ଲୋକକୁ, ଗୋଟେ ଝିଅ ଯଦି ଗୋଟେ ବିବାହ କରୁଛି ଗୋଟେ ବଡ଼ଲୋକିଆ ଘର ପୁଅକୁ, ତାଠାରୁ ସେ କ'ଣ ଆଶା କରୁଛି? ତାକୁ କିଛି ମାସ ପରେ, ବିବାହର ବର୍ଷେ 2 ବର୍ଷ 6 ମାସ ପରେ ଡିଭୋର୍ସ ଦେଇ ଦେଉଛି। ତାଠାରୁ 10 ଲକ୍ଷ 15 ଲକ୍ଷ ଯଦି କ୍ୟାଣ୍ଡିଡେଟ୍ ଟିକେ ହାଇ ଫାଇ ହେଲା, କୋଟି ଉପରେ ପଇସା ମିଳିଯାଉଛି। ତ ଆଜିକାଲି ଯୁଗରେ ଏଇସବୁ ହେଉଛି। ଏମିତି ଜୀବନସାଥୀ ନିଅ ଯିଏକି ତମ ଧନକୁ ନୁହଁ, ତମ ମନକୁ ବୁଝୁଥିବ, ଆଉ ତମ ମନଠାରୁ ଅଧିକ ତମ ପରିସ୍ଥିତିକୁ ବୁଝୁଥିବ। ଏଇ ଛୋଟିଆ କଥା ଆପଣମାନେ ସବୁବେଳେ ମନେ ରଖିବେ। ହୁଏତ ଆପଣମାନଙ୍କୁ ଭିଡ଼ିଓ କ'ଣ ଲାଗିବ ମୁଁ ଜାଣିନି, ଭଲ ଲାଗିଲା ଆପଣମାନେ ସେୟାର କରିପାରନ୍ତି। ଥ୍ୟାଙ୍କ ୟୁ ସୋ ମଚ୍।